लेखक निजर जीवन यात्रारे अनुभव करिछंती सूर्य नदी समुद्र गोटिए पुरुष परे अन्य पुरुष जाए समान कार्य ही करि चलीछंती। नूतन किछि नाही कि किछि ही हेबो नाही। परमेश्वरंको निर्देश ओ ज्ञान अनुसारे पुरातन समयरू आजि पर्यंत सेमाने अनेक कार्य करिछंती ओ करूछंती ଯାହାକି ଆଜିର ମଣିଷ ଜାଣି ନାହିଁ। ଯଦ୍ୟପି ଜାଣିଛି ତାର ଛାୟା ମାତ୍ର ଜାଣିଛି, ଏହା ହିଁ ଅସାର। ମୁଗତି ପ୍ରଦୀପ ସେହି ନିରାଶାରେ ଆଶା ଦେଇ ଏ ଘୋର ଦୁର୍ଦିନ କାଳେ ବନ୍ଧୁର ପଥଧାରେ ଦିଏ ସେ ଯେ ଶାନ୍ତି ଶିଖା ଦିଏ ସେ ଯେ ଶାନ୍ତି ଶିଖା ଘୁଞ୍ଚାଇ ବିଭୀଷିକା ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଗତ ପାଠରେ ଆମେମାନେ ଯାହା ଶିକ୍ଷା କଲୁ, ବିଶ୍ୱାସ କରୁ ଆପଣମାନେ ସମସ୍ତେ ଉପକୃତ ହୋଇଥିବେ। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆପଣମାନଙ୍କୁ ଆଶୀର୍ବାଦ କରିବେ। ଆପଣମାନଙ୍କ ମଧ୍ୟରୁ ଯଦି କେହି ଏପର୍ଯ୍ୟନ୍ତ ଆମକୁ ଫୋନ୍ କରିପାରିନାହାନ୍ତି, ତେବେ ଆଜି ହିଁ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆପଣଙ୍କ ଫୋନ୍ କଲ୍ ଆମକୁ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଓ ଆପଣଙ୍କ ବିଷୟରେ ଅଧିକ ଜାଣିବାକୁ ସାହାଯ୍ୟ କରିବ। ଆଜି ପୁଣି ଥରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପାଇଥିବାରୁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦିଏ। ଈଶ୍ୱରଙ୍କ ବାକ୍ୟ ଯେପରି ଆପଣଙ୍କ ଜୀବନରେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବ ଓ ଆପଣଙ୍କ ଜୀବନରେ ଏକ ଭିନ୍ନ ପରିବର୍ତ୍ତନ ଆଣିବ, ଏହା ହିଁ ଈଶ୍ୱରଙ୍କ ନିକଟରେ ଆମର ପ୍ରାର୍ଥନା ଓ ଇଚ୍ଛା। ପ୍ରଭୁଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତୁ। ଆଜି ଆମେ ଆଉ ଏକ ନୂତନ ବିଷୟରେ ଅଧ୍ୟୟନ କରିବା। ତାହା ହେଲା ଦାଉଦଙ୍କର ପୁତ୍ର ଜେରୁସାଲେମସ୍ଥ ରାଜାଙ୍କର ଉପଦେଶକ, ତାର 1 ପର୍ବ 5 ପଦ ଠାରୁ 14 ପଦ ପର୍ଯ୍ୟନ୍ତ। ଲେଖକଙ୍କ ପିତା ଦାଉଦ ମଧ୍ୟ ପ୍ରକାଶ କଲେ, ଆକାଶମଣ୍ଡଳ ଶୂନ୍ୟମଣ୍ଡଳ ଦିବସ ଓ ରାତ୍ରି ନିଜ ନିଜ ରବରେ ଈଶ୍ୱରଙ୍କ ପ୍ରଶଂସା କରନ୍ତି। ଅସାର ବା ସୀମିତ ମନୁଷ୍ୟ ତାହା ଶୁଣେ ନାହିଁ କି ବୁଝେ ନାହିଁ। ଆକାଶମଣ୍ଡଳରେ ପରମେଶ୍ୱର ସୂର୍ଯ୍ୟ ନିମନ୍ତେ ଏକ ଆବାସ ସ୍ଥାନ କରିଅଛନ୍ତି। ଈଶ୍ୱରଙ୍କ ଜ୍ଞାନ ଅନୁସାରେ ସେ ଆପଣା ପଥରେ ବୀର ପରି ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଭ୍ରମଣ କରେ। ପୃଥିବୀର ମୂଳ ଈଶ୍ୱର ଏହି ପ୍ରକାର ସ୍ଥାପନ କରିଛନ୍ତି ଯେ ଈଶ୍ୱରଙ୍କ ବିନା କେହି ତାହାକୁ ବିଚଳିତ କରିପାରିବ ନାହିଁ। ସମୁଦ୍ର ଯେପରି ପୃଥିବୀକୁ ଆଚ୍ଛାଦନ ନ କରିବ, ସେଥିପାଇଁ ଈଶ୍ୱର ତାହା ନିମନ୍ତେ ଏକ ସୀମା ନିରୂପଣ କରିଛନ୍ତି। ନିର୍ଝର ନଦୀ ବର୍ଷା ସଦାପ୍ରଭୁ ବୁହାନ୍ତି, ଯାହାଦ୍ୱାରା କ୍ଷେତ୍ର ପଶୁ ପକ୍ଷୀ ଏମିତିକି ମନୁଷ୍ୟ ମଧ୍ୟ ତୃପ୍ତ ହୁଅନ୍ତି। ଏହାଠାରୁ ମନୁଷ୍ୟ ଆଉ କ'ଣ ବଡ଼ ଓ ନୂତନ ବିଷୟ କରିପାରିବ? ଯାହା କରାଯାଇଅଛି ତାହା ଉପରେ ହିଁ ନିର୍ମାଣ କରାଯାଇପାରିବ। ତେଣୁ ଦାଉଦ କୁହନ୍ତି, ମୋର ଅସ୍ତିତ୍ୱ ଥିବା ଯାଏ ମୁଁ ମୋହର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। ଗୀତ ସଂହିତା ତାର 104 ପର୍ବ ତାର 33 ପଦରେ ଏପରି ଦେଖିବାକୁ ପାଉଁ। ଆସନ୍ତୁ ଏହି ବିଷୟରେ ଅଧିକ ଶିକ୍ଷା କରିବା ପୂର୍ବରୁ
ଗୋଟିଏ ଭକ୍ତିମୂଳକ ଗୀତ ଶୁଣିବା। ଝରାଇ ରକ୍ତ ତିନ୍ତାଇ ପଥା ଚରଣ ଝୁଣ୍ଟି ଆଘାତେ ନୀରବେ ସହି କୃଷକୁ ବହି ଚାଲିଲ ଗଲଗଥା ପଥେ ଝରାଇ ରକ୍ତ ତିନ୍ତାଇ ପଥା ଚରଣ ଝୁଣ୍ଟି ଆଘାତେ ନୀରବେ ସହି କୃଷକୁ ବହି ଚାଲିଲ ଗଲଗଥା ପଥେ ରାଜପୁତ୍ର ହୋଇ ଦାସ ରୂପ ନେଇ ରାଜପୁତ୍ର ହୋଇ ଦାସ ରୂପ ନେଇ ଫେଡ଼ିଲ ପାପୀର ପାପ କଷ୍ଟ ଲହୁ ବିଜାଲ ଲାଟ ଶିରେ କଣ୍ଟା ମୁକୁଟ ଲହୁ ବିଜାଲ ଲାଟ ଶିରେ କଣ୍ଟା ମୁକୁଟ ଶୂନ୍ୟରେ ଝୁଲି ରୁଧିର ଢାଳି ଛନ୍ଦା କାଷ୍ଟେ ଛନ୍ଦି ହୋଇ ପାତ କି ଲାଗି ମରଣ ଭୋଗି କୃଷିୟ ଯନ୍ତ୍ରଣା ସହି ଶୂନ୍ୟରେ ଝୁଲି ରୁଧିର ଢାଳି ଛନ୍ଦା କାଷ୍ଟେ ଛନ୍ଦି ହୋଇ ପାତ କି ଲାଗି ମରଣ ଭୋଗି କୃଷିୟ ଯନ୍ତ୍ରଣା ସହି ଶୋଷେ ବ୍ୟାକୁଳିତ କରି ପ୍ରାୟଶ୍ଚିତ ଶୋଷେ ବ୍ୟାକୁଳିତ କରି ପ୍ରାୟଶ୍ଚିତ ସାଧିଲ ପ୍ରଭୁ ପିତାଙ୍କ ଇଷ୍ଟ ଲହୁ ବିଜାଲ ଲାଟ। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଉପଦେଶକ ପୁସ୍ତକର ପ୍ରଥମ ପର୍ବର 5 ପଦରୁ ଆରମ୍ଭ କରି 14 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ବର୍ତ୍ତମାନ ଆମମାନେ ସେହି ପ୍ରକୃତି ବିଷୟ ନେଇ ଅଧ୍ୟୟନ କରିବା ନିମନ୍ତେ ଯିବା। ଆଉ ଯେତେ ଦୂର ପର୍ଯ୍ୟନ୍ତ ବିଜ୍ଞାନକୁ ବିଚାରରେ ଅଣାଯାଏ ଏହି ସମସ୍ତ ତଥ୍ୟ ଆମମାନଙ୍କର ସମୟ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ। ତେବେ ଦେଖନ୍ତୁ ପ୍ରଥମ ପର୍ବର 5 ପଦରୁ 7 ପଦ ମଧ୍ୟରେ ଏହିପରି ଲେଖା ଅଛି, ମଧ୍ୟ ସୂର୍ଯ୍ୟ ଉଦିତ ହୁଏ ଓ ସୂର୍ଯ୍ୟ ଅସ୍ତ ହୁଏ, ପୁଣି ଆପଣା ଉଦୟ ସ୍ଥାନକୁ ଯିବା ପାଇଁ ସତ୍ୱର ହୁଏ। ବାୟୁ ଦକ୍ଷିଣ ଦିଗକୁ ଯାଏ ଓ ଉତ୍ତର ଦିଗକୁ ଫେରେ, ଆପଣା ପଥରେ ନିତ୍ୟ ନିତ୍ୟ ଘୂରେ ଓ ବାୟୁ ଆପଣା ଚକ୍ରକୁ ପୁନର୍ବାର ଫେରେ। ନଦୀ ସବୁ ସମୁଦ୍ରକୁ ବହିଯାଆନ୍ତି, ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ। ନଦୀ ସବୁ ଆପଣା ଆପଣା ଗମନ ସ୍ଥାନକୁ ପୁନର୍ବାର ଗମନ କରନ୍ତି। ଏହା ଅତି କୌତୁହଳର ବିଷୟ ଯେ ଏହି ସମସ୍ତର ସଠିକ୍ ପର୍ଯ୍ୟବେକ୍ଷଣ ସଲୋମନଙ୍କ ସମୟଠାରୁ ଆସିଥିଲା। 5 ପଦରୁ 7 ପଦ ମଧ୍ୟରେ 3ଟି କୌତୁହଳଜନକ ଉକ୍ତିକୁ ଲକ୍ଷ୍ୟ କରିବାକୁ ପାରୁ। ପ୍ରଥମତଃ, ସୂର୍ଯ୍ୟ ଉଦିତ ହୁଏ ଓ ସୂର୍ଯ୍ୟ ଅସ୍ତ ହୁଏ। ଯଦିଓ ଆମେ ଜାଣୁ ଯେ ଏହା ପୃଥିବୀର ପରିକ୍ରମା ହେତୁ ଘଟିଥାଏ, ମାତ୍ର ତଥାପି ଆମେ ସୂର୍ଯ୍ୟର ଉଦୟ ଓ ଅସ୍ତ ଉପରେ ନିର୍ଭର କରୁ ଓ ଏଥିରେ କୌଣସି ବ୍ୟତିକ୍ରମ ଘଟେ ନାହିଁ। ଆମେ ପୃଥିବୀର ଏକ ପ୍ରାନ୍ତରେ ଛିଡ଼ା ହୋଇଅଛୁ ଓ ଏହା ଆମ୍ଭମାନଙ୍କୁ
ଏହିପରି ଦେଖାଯାଏ ସତେ ଯେପରି ସୂର୍ଯ୍ୟ ଉଦୟ ହୁଏ ଓ ଅସ୍ତ ହୋଇଯାଏ। ମାତ୍ର ଏକ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହା ନିୟମିତ ଭାବରେ ଗତି କରେ। ଉଦୟ ହୁଏ ଓ ଅସ୍ତ ହୁଏ। ଏହା ନିର୍ଦ୍ଦିଷ୍ଟ ନିୟମକୁ ମାନି ଚଳେ। ଦ୍ୱିତୀୟରେ ଆମେ ଦେଖୁଛୁ ବାୟୁ ଦକ୍ଷିଣ ଦିଗକୁ ଯାଏ ଓ ଉତ୍ତର ଦିଗକୁ ଫେରେ। ବାୟୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଧାରା ଅନୁଯାୟୀ ଗତି କରେ। ଏହା ଏକ ନିର୍ଦ୍ଦିଷ୍ଟ ନିୟମ ଅନୁଯାୟୀ ଗତି କରେ। ମାତ୍ର ସଲୋମନ ତାହା କିପରି ଜାଣିଲେ? ତୃତୀୟରେ ନଦୀ ସବୁ ସମୁଦ୍ରକୁ ବହିଯାଆନ୍ତି, ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ। ସଲୋମନ ଏଠାରେ ପରୋକ୍ଷ ଭାବରେ ବାଷ୍ପୀକରଣର ନିୟମକୁ ପ୍ରକାଶ କରନ୍ତି, ଯାହାକି ଜଳୀୟ ବାଷ୍ପ ଉତ୍ତୋଳିତ ହୋଇ ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରେ। ଏହାପରେ ଏଥିସହିତ ପବନ ବହେ, ସେହି ଜଳୀୟ ବାଷ୍ପକୁ ଧରାପୃଷ୍ଠ ଉପରେ ବହାଏ ଓ ପୃଥିବୀ ଉପରେ ତାହା ଢାଳେ। କିନ୍ତୁ ଏହି ସମସ୍ତ ଏକ ନିର୍ଦ୍ଦିଷ୍ଟ ନିୟମକୁ ଅନୁସରଣ କରେ। ମାତ୍ର କୌଣସି ବିଷୟ ମନ ମୁତାବକ ଘଟେ ନାହିଁ ବା ମନକୁ ମନ ଘଟେ ନାହିଁ। ଏହି ଉପଦେଶକ ପ୍ରଥମ ପର୍ବର 4 ପଦକୁ ମିଶାଇ ପ୍ରକୃତିର ନିୟମ ସମ୍ବନ୍ଧୀୟ ଆମେ 4ଟି ଚମତ୍କାର ଉକ୍ତି ଲକ୍ଷ୍ୟ କରିବାକୁ ପାରୁଅଛୁ, ଯାହାକି ମନୁଷ୍ୟ ଆଜି ଯାହା ଜାଣେ ତଦନୁଯାୟୀ ତହିଁର ଅର୍ଥ ପ୍ରକାଶ କରେ ଓ ଖାପ ଖାଏ। ଏହି ବିଷୟକୁ ନେଇ ଆପଣ ଯଦି ପ୍ରଭୁ ଯୀଶୁ ଏହି ଜଗତକୁ ଆଗମନ କରିବା ପୂର୍ବର 1000 ବର୍ଷର ଅନ୍ୟାନ୍ୟ ଲେଖାଗୁଡ଼ିକ ସହିତ ତୁଳନା କରିବେ, ତାହେଲେ ଆପଣ ଲକ୍ଷ୍ୟ କରିବାକୁ ପାରିବେ ଯେ ଈଶ୍ୱରଙ୍କ ବାକ୍ୟର ସତ୍ୟାସତ୍ୟ ସହିତ ସେହିସବୁ ଖାପ ଖାଏ ନାହିଁ। ସେହି ସମସ୍ତ ଲେଖାଗୁଡ଼ିକ ଏକ ଭ୍ରାନ୍ତ ଉପସଂହାର ଓ ଅନ୍ଧବିଶ୍ୱାସରେ ଉପନୀତ ହୁଏ। ଏଠାରେ ଆମେ ପ୍ରଥମ ପର୍ବର 8 ପଦରେ ଆଉ ଏକ ଚମତ୍କାର ପର୍ଯ୍ୟବେକ୍ଷଣର ବିଷୟକୁ ଲକ୍ଷ୍ୟ କରିବାକୁ ପାରିବା। ପ୍ରଥମ ପର୍ବର 8 ପଦରେ ଲେଖା ଅଛି, ସମଗ୍ର ବିଷୟ କ୍ଳାନ୍ତିପୂର୍ଣ୍ଣ, ମନୁଷ୍ୟ ତାହା ବର୍ଣ୍ଣନା କରିପାରେ ନାହିଁ। ଚକ୍ଷୁ ଦର୍ଶନରେ ତୃପ୍ତ ନୁହେଁ, କିମ୍ବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ। ପ୍ରକୃତରେ ଏହା ସତ୍ୟ। ମନୁଷ୍ୟର ଚକ୍ଷୁ ଯେତେ ଦେଖିଲେ ମଧ୍ୟ ଆହୁରି ଅଧିକ କିଛି ଦେଖିବାକୁ ଚାହେଁ ଓ କର୍ଣ୍ଣ ଯେତେ ଶୁଣିଲେ ମଧ୍ୟ ଆହୁରି କିଛି ଶୁଣିବାକୁ ଚାହେଁ। ତାହାର ଚକ୍ଷୁ ଓ କର୍ଣ୍ଣ କେବେ ହେଲେ ତୃପ୍ତ ନୁହେଁ। ସେ ସମସ୍ତ ବିଷୟକୁ ଅନୁସନ୍ଧାନ କରିବାକୁ ଚାହେଁ, କିନ୍ତୁ ମନୁଷ୍ୟ କେବେ ହେଲେ ସମ୍ପୂର୍ଣ୍ଣ ଭାବେ ସମଗ୍ର ବିଶ୍ୱକୁ ଅନୁସନ୍ଧାନ କରି ସମାପ୍ତ କରିପାରିବ ନାହିଁ। ସେ ସମଗ୍ର ବିଶ୍ୱକୁ ଅନୁସନ୍ଧାନ କରି ଆବିଷ୍କାର କରିପାରିବ ନାହିଁ। ସେ ଯେତେ ଅଧିକ ଶିକ୍ଷା କରିବ, ସେ ଦେଖିବ ଯେ ତାହାକୁ ଆହୁରି ଅଧିକ ଶିକ୍ଷା କରିବା ଆବଶ୍ୟକ ବା ଅନୁସନ୍ଧାନ କରିବା ଆବଶ୍ୟକ। ଆଉ ଏହା ହିଁ ହେଉଛି କ୍ଳାନ୍ତିପୂର୍ଣ୍ଣ। ଏହି ଦୃଶ୍ୟ ଜଗତ କ୍ଷୁଦ୍ର ମନୁଷ୍ୟ ନିମନ୍ତେ ଅନେକ ବୃହତ୍, ତଥାପି ଈଶ୍ୱରଙ୍କ ସୃଷ୍ଟ ପ୍ରାଣୀ ଜଗତ ମଧ୍ୟରେ ମନୁଷ୍ୟ ହିଁ କେବଳ ଜଣେ ଯେ କି ସମଗ୍ର ବିଶ୍ୱକୁ ଭଲ ଭାବେ ବୁଝିପାରିବା ନିମନ୍ତେ ସମର୍ଥ। ମାତ୍ର ମନୁଷ୍ୟର ଚକ୍ଷୁ ଓ କର୍ଣ୍ଣ ଯେତେ ଦେଖିଲେ ଓ ଶୁଣିଲେ ମଧ୍ୟ ତୃପ୍ତ ନୁହେଁ। ସେ ସମସ୍ତ ବିଷୟକୁ ତନତନ କରି ଅନୁସନ୍ଧାନ କରିବାକୁ ଚାହେଁ। ପ୍ରଥମ ପର୍ବର 9 ଓ 10 ପଦରେ ଲେଖା ଅଛି, ଯାହା ହୋଇଅଛି ତାହା ହିଁ ହେବ ଓ ଯାହା କରାଯାଇଅଛି ତାହା ହିଁ କରାଯିବ। ପୁଣି ସୂର୍ଯ୍ୟ ତଳେ କୌଣସି ନୂତନ ବିଷୟ ନାହିଁ। ଯହିଁ ବିଷୟରେ ମନୁଷ୍ୟମାନେ କହନ୍ତି, ଦେଖ ଏହା ନୂତନ, ଏପରିକି କୌଣସି ବିଷୟ ଅଛି? ତାହା ତ ଏଥିପୂର୍ବେ ଆମମାନଙ୍କ ପୂର୍ବକାଳୀନ ସମୟରେ ଥିଲା। ପ୍ରକୃତିରେ ଦେଖିବାକୁ ଗଲେ ସୂର୍ଯ୍ୟ ତଳେ ଆମେ ଯାହା କିଛି ଲକ୍ଷ୍ୟ କରୁଅଛୁ ତାହା ନୂତନ ନୁହେଁ, କାରଣ ଏ ଜଗତରେ ସେପରି କୌଣସି ବିଷୟ ନାହିଁ ଯାହାକି ଈଶ୍ୱରଙ୍କ ବୋଧର ଅଗମ୍ୟ ଓ ତାହାଙ୍କ ଇଚ୍ଛା ବହିର୍ଭୂତ ଓ ତାହାଙ୍କ ଜ୍ଞାନର ଅଗୋଚର ବା ତାହାଙ୍କ ଦ୍ୱାରା ସୃଷ୍ଟ ନୁହେଁ। ଟେଲିଭିଜନ କୁହନ୍ତୁ, କମ୍ପ୍ୟୁଟର କୁହନ୍ତୁ, କିମ୍ବା ପରମାଣୁ ବୋମା କୁହନ୍ତୁ,
କୌଣସି ବିଷୟ ନୂତନ ନୁହେଁ। ମନୁଷ୍ୟର ସ୍ଥିତି ପୂର୍ବରୁ ହିଁ ଏହିସବୁର ସ୍ଥିତି ରହିଅଛି। ମାତ୍ର ମନୁଷ୍ୟ ଯାହା ସବୁ କରିଅଛି ତାହା କେବଳ ତହିଁର ସ୍ଥିତିକୁ ନେଇ ତାହାକୁ ଭିନ୍ନ ଭିନ୍ନ ରୂପ ଦେଇଅଛି ଅଥବା ତାହାକୁ ବ୍ୟବହାର ଯୋଗ୍ୟ କରିଅଛି। ହଁ, ଆପଣ କହିପାରନ୍ତି ତାହେଲେ କମ୍ପ୍ୟୁଟର କ'ଣ ନୂତନ ନୁହେଁ? ପ୍ରକୃତରେ ନୁହେଁ, କାରଣ ଈଶ୍ୱର ଆମ୍ଭମାନଙ୍କୁ କମ୍ପ୍ୟୁଟର ମସ୍ତିଷ୍କ ଦେଇ ନିର୍ମାଣ କରିଅଛନ୍ତି ଓ ବୈଦ୍ୟୁତିକ ସ୍ନାୟୁ ସମ୍ପର୍କୀୟ ପ୍ରଣାଳୀରେ ନିର୍ମାଣ କରିଅଛନ୍ତି। ଏକ ଯାନ୍ତ୍ରିକ କମ୍ପ୍ୟୁଟର ମନୁଷ୍ୟକୁ ବାସ୍ତବ ପରିତୃପ୍ତି ଦେଇପାରେ ନା। ମନୁଷ୍ୟ ଶିକ୍ଷା କରିଅଛି ଯେ ଏହି ସମସ୍ତ ବିଷୟ ମଧ୍ୟରୁ କୌଣସି ବିଷୟ ତାହାକୁ ନୂତନତ୍ୱ ଦେଇପାରି ନାହିଁ, କାରଣ ସୂର୍ଯ୍ୟ ତଳେ ଏପରି କୌଣସି ନୂତନ ବିଷୟ ନାହିଁ। ପାରିପାର୍ଶ୍ୱିକ ଅବସ୍ଥା ବଦଳି ଯାଇପାରେ ଓ ହୋଇପାରେ ଚାରିଆଡ଼େ ନୂଆ ଯନ୍ତ୍ରପାତି ବା ବସ୍ତୁବାଦୀ ବିଷୟ ପ୍ରଭୃତି ଦୃଷ୍ଟିଗୋଚର ହୋଇପାରେ। ମାତ୍ର ପ୍ରକୃତରେ ଦେଖିବାକୁ ଗଲେ ସୂର୍ଯ୍ୟ ତଳେ କୌଣସି ନୂତନ ବିଷୟ ନାହିଁ। ମନୁଷ୍ୟ ହିଁ ହୋଇ ରହେ। କେବଳ ଯୁଗ ପରେ ଯୁଗ ମଞ୍ଚ ସ୍ଥାପନାର ଶୈଳୀରେ କିଛିଟା ଭିନ୍ନତା ପରିଲକ୍ଷିତ ହୁଏ, କିନ୍ତୁ ଗୋଟିଏ ବିଷୟ ଅଛି ଯାହାକି ନୂତନ, ଆଉ ତାହା ହେଉଛି ନୂତନ ଜନ୍ମ। ଏହା ଶାରୀରିକ ନୁହେଁ, ମାତ୍ର ଆତ୍ମିକ। ଆତ୍ମିକ ଜୀବନରେ ନୂତନ ହୃଦୟ ଓ ସ୍ୱଭାବ ଧାରଣ କରିବା ହେଉଛି ପ୍ରକୃତ ନୂତନତ୍ୱ। ଏହା ଏକ ବିଷୟ ଯାହାକି ଯେତେବେଳେ ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆପଣଙ୍କର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରନ୍ତି, ସେତେବେଳେ ଏହା ଆପଣଙ୍କ ଜୀବନରେ ଘଟେ। ଏହା ମନୁଷ୍ୟକୃତ ନୁହେଁ, ମାତ୍ର ଈଶ୍ୱରକୃତ। 2 କରିନ୍ଥୀୟ 5:17 ଲେଖା ଅଛି, ଅତଏବ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି। ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ଏହା ହିଁ ହେଉଛି ବାସ୍ତବ ନୂତନତ୍ୱ। ପ୍ରଥମ ପର୍ବର 11 ଲେଖା ଅଛି, ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନଥାଏ, କିଓବା ଭବିଷ୍ୟତ କାଳରେ ଯେଉଁମାନେ ଉତ୍ପନ୍ନ ହେବେ ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନଥିବ। ଜ୍ଞାନୀ ରାଜା ସଲୋମନ ବିଜ୍ଞାନ ଅଧ୍ୟୟନ କରି ପରିତୃପ୍ତି ଲାଭ କରିବା ନିମନ୍ତେ ଚେଷ୍ଟା କରିଥିଲେ, ମାତ୍ର ଶେଷରେ ତାହାଙ୍କୁ ଏହି ଉପସଂହାରରେ ପହଞ୍ଚିବାକୁ ହେଲା ଯେ ପୂର୍ବକାଳୀନ ବିଷୟ ସବୁର କିଛି ସ୍ମରଣ ନଥାଏ। ମନୁଷ୍ୟ ବିଶେଷ ବୋଲି ବିବେଚିତ ହେବା ନିମନ୍ତେ ଚେଷ୍ଟା କରେ। ସେ ଲୋକମାନଙ୍କ ଦୃଷ୍ଟିରେ ନିଜକୁ ପ୍ରତିଷ୍ଠିତ କରାଇବା ନିମନ୍ତେ ଏହି ଜଗତରେ ପ୍ରତ୍ୟେକ ବିଷୟକୁ ଚେଷ୍ଟା କରେ, ମାତ୍ର ଏହା ଦୀର୍ଘସ୍ଥାୟୀ ନୁହେଁ। ସେ ଏହି ଜଗତରୁ ବିଦାୟ ନେବା ପରେ ଆଉ ସ୍ମରଣରେ ରହେ ନାହିଁ। ଆପଣ କ'ଣ 50 ବର୍ଷ ତଳର ଲୋକପ୍ରିୟ ଚିତ୍ତ ବିନୋଦନକାରୀମାନଙ୍କୁ ସ୍ମରଣ କରନ୍ତି? ଆପଣ କ'ଣ 50 ବର୍ଷ ତଳର କ୍ରୀଡ଼ାବିତ୍ମାନଙ୍କୁ ସ୍ମରଣ କରନ୍ତି? ଆମମାନଙ୍କର ସ୍ମରଣ ଶକ୍ତି ସେତେ ଦୂର ଦୀର୍ଘସ୍ଥାୟୀ ନୁହେଁ। ଆମେମାନେ ପରମୁହୂର୍ତ୍ତରେ ଭୁଲି ଯାଇଥାଉ ଓ ଆମେମାନେ ତାହାକୁ ଆଉ ପୁନର୍ବାର ସ୍ମରଣ କରିବାକୁ ଚାହୁଁନା। ଆପଣ ଦେଖନ୍ତୁ, ଏହି ବ୍ୟକ୍ତି ସଲୋମନ ଏକ ଚମତ୍କାର ଅନୁସନ୍ଧାନ ଚଳାଉଛନ୍ତି ଓ ସେ ସେହି ସବୁକୁ ତାହାଙ୍କର ଜୀବନର ଗବେଷଣାଗାର ମଧ୍ୟରେ ପ୍ରସ୍ତୁତ କରୁଅଛନ୍ତି। ମନୁଷ୍ୟ ନିମନ୍ତେ ଯେଉଁ ସମସ୍ତ ବିଷୟ ସହଜରେ ମିଳେ, ସେ ସେହି ସମସ୍ତ ବିଷୟ ନେଇ ଅନୁସନ୍ଧାନ ଚଳାଇଛନ୍ତି। ତାହାଙ୍କ ସମୟରେ ସେ ତାହାଙ୍କର ସ୍ଥିତିକୁ ନେଇ ତାହାଙ୍କର ପସନ୍ଦ ଅନୁଯାୟୀ ଯେକୌଣସି କ୍ଷେତ୍ର ମଧ୍ୟକୁ ଯିବା ନିମନ୍ତେ ସମର୍ଥ ହୋଇଥିଲେ। ଏହାପରେ ଆମେ ଜ୍ଞାନ ଓ ଦାର୍ଶନିକ ବିଚାର କ୍ଷେତ୍ରରେ ସଲୋମନଙ୍କର ପରବର୍ତ୍ତୀ ଅନୁସନ୍ଧାନ ଲକ୍ଷ୍ୟ କରିବାକୁ ଯିବା। ପ୍ରଥମ ପର୍ବର 12 ଓ 13 ପଦରେ ଏହିପରି ଲେଖା ଅଛି, ମୁଁ ଉପଦେଶକ ଜେରୁସାଲେମରେ ଇସ୍ରାଏଲ ଉପରେ ରାଜା ଥିଲି। ପୁଣି ଆକାଶ ତଳେ କୃତ ସମସ୍ତ ବିଷୟ
ଜ୍ଞାନ ଦ୍ୱାରା ଆଲୋଚନା ଓ ଅନୁସନ୍ଧାନ କରିବା ପାଇଁ ମନୋଯୋଗ କଲି। ଏତଦ୍ୱାରା ପରମେଶ୍ୱର ଯେ ମନୁଷ୍ୟ ସନ୍ତାନଗଣକୁ ବ୍ୟସ୍ତ ହେବାକୁ ଦେଇଅଛନ୍ତି, ଏହା ଅତ୍ୟନ୍ତ କ୍ଲେଶଜନକ। ଦେଖନ୍ତୁ, ସଲୋମନ ଜଗତର ଦର୍ଶନଶାସ୍ତ୍ର ଅଧ୍ୟୟନ କରିବାରେ ଅନେକ ସମୟ ଅତିବାହିତ କରିଥିଲେ। ସେ ଖ୍ରୀଷ୍ଟଙ୍କର ପାଖାପାଖି 1000 ବର୍ଷ ପୂର୍ବରୁ ବାସ କରୁଥିଲେ ଓ ଯେହେତୁ ଆମେ ଖ୍ରୀଷ୍ଟଙ୍କର ପରବର୍ତ୍ତୀ 2000 ବର୍ଷ ମଧ୍ୟରେ ବାସ କରୁଅଛୁ, ତେଣୁକରି 3000 ବର୍ଷ ଅତିକ୍ରମ କରିଯାଇଛି। ମନୁଷ୍ୟ ସେହି ସମୟର ଯନ୍ତ୍ରପାତି ଓ ବସ୍ତୁ ସକଳ ସହିତ ଅନେକ ପରିମାଣରେ ଉପରକୁ ଉଠି ଆସିଛି। ମାତ୍ର ପ୍ରକୃତରେ ଦେଖିବାକୁ ଗଲେ 3000 ବର୍ଷ ପୂର୍ବେ ମନୁଷ୍ୟ ଯେଉଁ ଜ୍ଞାନ ଓ ଦର୍ଶନଶାସ୍ତ୍ର ବିଷୟରେ ଜାଣିଥିଲା, ସେହିସବୁ ବିଷୟରେ ସେ ବର୍ତ୍ତମାନ ଆଉ ଅଧିକ କିଛି ଜାଣେ ନାହିଁ। ଜ୍ଞାନ ଓ ଦର୍ଶନଶାସ୍ତ୍ରରେ କୌଣସି ଉନ୍ନତି ଘଟିନାହିଁ, କିମ୍ବା ସେହିସବୁ ହୃଦୟକୁ ପରିତୃପ୍ତ କରିପାରନ୍ତି ନାହିଁ। ପ୍ରଥମ ପର୍ବର 14 ପଦରେ ଲେଖା ଅଛି, ସୂର୍ଯ୍ୟ ତଳେ କୃତ ସମସ୍ତ କାର୍ଯ୍ୟ ମୁଁ ନିରୀକ୍ଷଣ କରିଅଛି, ଆଉ ଦେଖ ସବୁ ଅସାର, ବାୟୁର ପଶ୍ଚାତ୍ ଧାବନ ମାତ୍ର। ପ୍ରକୃତରେ ଏହା ସତ୍ୟ। ସମସ୍ତ ପ୍ରକାର ଦାର୍ଶନିକ ଚିନ୍ତାଧାରା ଆପଣଙ୍କୁ ଏକ ଅନ୍ଧକାର ଗଳି ମଧ୍ୟରେ କଢ଼ାଇ ନେବ। ଅର୍ଥାତ୍ ଆପଣ ସେ ସମସ୍ତ ବିଷୟ ଅଧ୍ୟୟନ କରିପାରନ୍ତି, ମାତ୍ର ଏଥିରେ କୌଣସି ଲାଭ ନାହିଁ। ଆପଣ ଜଣେ ବିନାଶପ୍ରାପ୍ତ ପାପୀକୁ ନେଇ ତାହାକୁ ଭଲ ଭାବେ ଶିକ୍ଷାଗତ ଯୋଗ୍ୟତା ଦେଇ ତାର ସମସ୍ୟାକୁ ସମାଧାନ କରିଦେଇପାରିବେ ନାହିଁ। ଦାର୍ଶନିକ ଚିନ୍ତାଧାରା ଓ ମନସ୍ତତ୍ଵ ମନୁଷ୍ୟର ସ୍ୱଭାବକୁ ବଦଳାଇ ପାରିବ ନାହିଁ, କିମ୍ବା ମନୁଷ୍ୟର ପୁରାତନ ସ୍ୱଭାବକୁ ସଂଶୋଧିତ କରିପାରିବ ନାହିଁ। ପ୍ରିୟ ବନ୍ଧୁ, ଆଜି ଅନେକ ଲୋକ ନିଜର ଦାର୍ଶନିକ ଚିନ୍ତାଧାରାରେ ପରିଚାଳିତ ହେବା ପାଇଁ ଆଗେଇ ଯାଆନ୍ତି, କିନ୍ତୁ ଆମମାନଙ୍କର ଦାର୍ଶନିକ ଚିନ୍ତାଧାରା ଆମମାନଙ୍କୁ ସୁରକ୍ଷା ଦେଇପାରିବ ନାହିଁ, ଆମମାନଙ୍କୁ ପାପରୁ ଉଦ୍ଧାର କରିପାରିବ ନାହିଁ, ଆମମାନଙ୍କୁ ସେହି ଧାର୍ମିକ ଜୀବନଯାପନ କରିବା ପାଇଁ ଶକ୍ତି ଦେଇପାରିବ ନାହିଁ। ଆଜି ଅନେକ ଲୋକ ଦାର୍ଶନିକ ଚିନ୍ତାଧାରାରେ ପରିଚାଳିତ ହୋଇ ବିନାଶର ପଥରେ ଗତି କରିଅଛନ୍ତି। ସେମାନେ ଈଶ୍ୱରଙ୍କର ବାକ୍ୟ ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ, ସେମାନେ ଈଶ୍ୱରଙ୍କର ବାକ୍ୟ ଅଧ୍ୟୟନ କରନ୍ତି ନାହିଁ। ସେମାନେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରି ତାହା ଉପରେ ଚିନ୍ତା କରନ୍ତି ନାହିଁ, ତାହାକୁ ଗବେଷଣା କରନ୍ତି ନାହିଁ। ମାତ୍ର ଯେଉଁ ବିଷୟରେ କିଛି ମୂଲ୍ୟ ନାହିଁ, ଯେଉଁ ବାକ୍ୟର କୌଣସି ମୂଲ୍ୟ ନାହିଁ, ତାହା ଉପରେ ସେମାନେ ଆଲୋଚନା କରି ଅଯଥାରେ ସମୟ ଅତିବାହିତ କରନ୍ତି। ମନୁଷ୍ୟମାନଙ୍କର କାଳ୍ପନିକ ଚିନ୍ତାଧାରାରେ ପରିଚାଳିତ ହୁଅନ୍ତି, କାଳ୍ପନିକ ବିଷୟଗୁଡ଼ିକୁ ସତ୍ୟ ବିଷୟ ବୋଲି ଭାବନ୍ତି, ମାତ୍ର ସତ୍ୟ ବିଷୟକୁ ଗ୍ରହଣ କରନ୍ତି ନାହିଁ। ପ୍ରିୟ ବନ୍ଧୁ, ଆମେମାନେ ଯଦି ଦାର୍ଶନିକ ଚିନ୍ତାଧାରା ଦ୍ୱାରା ପରିଚାଳିତ ହେବା, ତାହେଲେ ଆମମାନେ ଅନ୍ଧକାର ମଧ୍ୟକୁ ଗମନ କରିବା। କାରଣ ମନୁଷ୍ୟର ଦାର୍ଶନିକ ଚିନ୍ତାଧାରା ମନୁଷ୍ୟକୁ ଈଶ୍ୱରଙ୍କର ନିକଟବର୍ତ୍ତୀ କରାଇପାରିବ ନାହିଁ। କାରଣ ମନୁଷ୍ୟ କେବେ ହେଲେ ନିଜର ଦାର୍ଶନିକ ଚିନ୍ତାଧାରା ଦ୍ୱାରା ଈଶ୍ୱରଙ୍କର ଚିନ୍ତାଧାରାକୁ ଜାଣିପାରିବ ନାହିଁ। କାରଣ ଈଶ୍ୱରଙ୍କର ମନକୁ କିଏ ବୁଝିପାରେ, କିଏ ଜାଣିପାରେ? ଆଉ ଈଶ୍ୱର ତାହାଙ୍କର ଚିନ୍ତାଧାରା, ତାହାଙ୍କର ଯୋଜନା, ତାହାଙ୍କର କଳ୍ପନା, ତାହାଙ୍କର ଅଭିମତ, ତାହାଙ୍କର ଇଚ୍ଛା ତାଙ୍କର ବାକ୍ୟ ମଧ୍ୟ ଦେଇ ପ୍ରକାଶ କରିଅଛନ୍ତି। କିନ୍ତୁ ମନୁଷ୍ୟ ଈଶ୍ୱରଙ୍କର ବାକ୍ୟ ମଧ୍ୟ ଦେଇ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ପାଇଁ ଚାହେଁ ନାହିଁ, ମାତ୍ର ସେ ନିଜର ଚିନ୍ତାଧାରା ଦ୍ୱାରା ପରିଚାଳିତ ହୋଇ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ପାଇଁ ଚାହେଁ। ତାହା ହିଁ ହେଉଛି ମନୁଷ୍ୟର ଭ୍ରାନ୍ତ ଚିନ୍ତାଧାରା।
ଆଉ ତାହା ହିଁ ହେଉଛି ଭ୍ରାନ୍ତ ଦାର୍ଶନିକ ଚିନ୍ତାଧାରା। ମନୁଷ୍ୟ ସଦାବେଳେ ପାପ ପଥରେ ବିଶେଷ ଅଗ୍ରସର ହୁଏ। ପାପ କରିବାକୁ ସେ ଭଲ ପାଏ, କାରଣ ପାପ କରିବା ହେଉଛି ତାହାର ସ୍ୱଭାବଗତ ପ୍ରକୃତି। ତେଣୁକରି ଆସୁ ଆମମାନେ ନିଜର ଦାର୍ଶନିକ ଚିନ୍ତାଧାରା ଦ୍ୱାରା ପରିଚାଳିତ ନ ହୋଇ ବା ଆମମାନେ ପ୍ରକୃତିକୁ ପୂଜା ନ କରି ଆମମାନେ ଈଶ୍ୱରଙ୍କ ଉପାସନା କରୁ, ଈଶ୍ୱରଙ୍କୁ ପୂଜା କରୁ ଏବଂ ଈଶ୍ୱରଙ୍କର ଚିନ୍ତାଧାରା ଯେପରି ଆମମାନେ ଧାରଣ କରିପାରିବା, ସେଥିପାଇଁ ତାଙ୍କର ବାକ୍ୟରେ ମନୋନିବେଶ କରି ସେ ବାକ୍ୟ ଅନୁଯାୟୀ ନିଜର ଜୀବନକୁ ସଜାଡ଼ୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରିୟ ଭାଇ ଭଉଣୀମାନେ, ମୋର ବିଶ୍ୱାସ ଆଜିର ଅଧ୍ୟୟନଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣମାନେ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ଈଶ୍ୱରଙ୍କୁ ଅନ୍ତର୍ଭୁକ୍ତ କରି ନଥିବା ଲୋକମାନଙ୍କ ଭ୍ରାନ୍ତ ଆଶା ହେତୁ ମନୁଷ୍ୟ ଲକ୍ଷ୍ୟଭ୍ରଷ୍ଟ ହେଉଛି। ଈଶ୍ୱରଙ୍କ ସଙ୍ଗତି ବିନା ଏହି ଜୀବନ ଅର୍ଥହୀନ ଏବଂ ଏହା ପ୍ରକୃତ ଶାନ୍ତି ଦେଇପାରେ ନାହିଁ। ପ୍ରତ୍ୟେକ ମନୁଷ୍ୟ ଅସାର। ଯିଶାୟ ତାର 45 ପର୍ବ 9 ପଦରେ ଯିଶାୟ କହନ୍ତି, ଯେଉଁ ମନୁଷ୍ୟ ସୃଷ୍ଟିକର୍ତ୍ତାଙ୍କ ସଙ୍ଗେ ବିରୋଧ କରେ ବା ନିଜକୁ ସମାନ ଭାବେ ତୁଳନା କରେ, ସେ ପୃଥିବୀର ଖପରା ମଧ୍ୟରେ ଖଣ୍ଡେ ଖପରା ମାତ୍ର। ଯେତେବେଳେ ପରମେଶ୍ୱର ମନୁଷ୍ୟକୁ ଅପରାଧ ସକାଶୁ ଶାସ୍ତି ଦିଅନ୍ତି, ସେ ତାହାର ସୌନ୍ଦର୍ଯ୍ୟକୁ କୀଟ ପରି ବିନାଶ କରନ୍ତି। ପରମେଶ୍ୱରଙ୍କୁ ସମୟ ଲାଗିବ ନାହିଁ, କିନ୍ତୁ ସେ ଦୀର୍ଘ ସହିଷ୍ଣୁ ହୋଇ ସମୟ ଦିଅନ୍ତି, ଯେପରି ମନୁଷ୍ୟ ନିଜର ସୀମା ଜାଣିପାରିବ। ଆଜି ତ ଆମ ସମୟ ହେଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ ଫୋନ୍ ମାଧ୍ୟମରେ ଓ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆପଣଙ୍କ ଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରିୟ ପ୍ରଭୁ, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ସୁପରାମର୍ଶ ଶିକ୍ଷା ପ୍ରଭୁ ଆମମାନଙ୍କୁ ତୁମେ ଦେଇଅଛ। ତୁମେ ବାକ୍ୟ ରୂପୀ ଈଶ୍ୱର ହେ ପ୍ରଭୁ, ଜୀବନର ସବୁ ପରିସ୍ଥିତି ମଧ୍ୟରେ ଆମମାନଙ୍କୁ ତୁମେ ଉତ୍ତମ ବିଷୟ ଗୁଡ଼ିକୁ ତୁମେ ଶିକ୍ଷା ଦେଇଥାଅ। ଆଜିର ସୁନ୍ଦର ବାକ୍ୟ ମାଧ୍ୟମରେ ଆମମାନଙ୍କୁ ତୁମେ କଥା କହିଛ, ତୁମକୁ ଧନ୍ୟବାଦ ଦେଉଅଛୁ। ପ୍ରେମିକ ଦୟାଳୁ ସ୍ୱର୍ଗସ୍ଥ ପିତା, ତୁମଠାରେ ପ୍ରାର୍ଥନା କରୁଛୁ, ଆମମାନଙ୍କର ଅଯୋଗ୍ୟତା, ଆମମାନଙ୍କର ଅମଙ୍ଗଳତା ସବୁ ତୁମେ ମାର୍ଜନା କର। ଆମ ପ୍ରିୟ ଦର୍ଶକ ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କର। ସେମାନଙ୍କର ସମସ୍ତ ଚିନ୍ତାର ଭାର ତୁମେ ନିଅ। ଧନ୍ୟବାଦ ଦେଉଛୁ ପ୍ରଭୁ, ଆଜିର ଅଧ୍ୟୟନ ମଧ୍ୟରେ ଆମମାନଙ୍କର ସହିତରେ ତୁମେ ରହିଲ। ଗୌରବ ମହିମା କେବଳ ତୁମକୁ ଦେଇ ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ମାଗୁଅଛୁ, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଗତ ପ୍ରଶ୍ନର ଉତ୍ତରଟି ହେଲା ଏ ସଲୋମନ। ଆଜିର ପ୍ରଶ୍ନଟି ହେଲା, କିଏ ଦେଖିଲେ ଓ ଶୁଣିଲେ ମଧ୍ୟ ତୃପ୍ତ ନୁହେଁ? ଏ ପାଦ ଓ ହାତ, ବି ଚକ୍ଷୁ ଓ କର୍ଣ୍ଣ, ସି ମସ୍ତକ ଓ ନାସିକା, ଡି କୌଣସିଟି ନୁହେଁ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। जदि आपको आम कार्यक्रम भल लगुच तेबे 044490812996 रे मिस्ड कॉल दे विजय होई परिबे। गत सप्ताहर विजय दर्शक बंधु हेले नवरंगपुर आवेद चंद्र और परिवार।